ରକ୍ଷେ ଶିବ ମାରେ କିଏ। ଯେଉଁ ଦେବତାଙ୍କର କୃପା ପ୍ରାପ୍ତି ହେଲେ ମନୁଷ୍ୟ ଜୀବନର ସମସ୍ତ ପ୍ରକାର ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଯାଏ। ଯେଉଁ ଦେବତାଙ୍କ କୃପାରୁ ମନୁଷ୍ୟର ଭାଗ୍ୟ ବଦଳିଯାଏ। ଯେଉଁ ଦେବତା ଚାହିଁଲେ ଜୀବନକୁ ଆସୁଥିବା ସମସ୍ତ ପ୍ରକାର ବିପଦ ମଧ୍ୟ ଦୂର ହୋଇଥାଏ। ସେଇ ତ ହେଉଛନ୍ତି ଦେବଦେବ ମହାଦେବ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆଜିର ଏହି ରାଶିର ଭିଡ଼ିଓକୁ ସ୍ୱାଗତ କରୁଛି। ତେବେ ଦର୍ଶକ ବନ୍ଧୁ, ଆଜିର ଏହି ରାଶିର ଭିଡ଼ିଓ ମାଧ୍ୟମରେ ଜାଣିବା ଯାହାକି ଏହି ସୋମବାର 5ଗୋଟି ରାଶିଙ୍କ ପାଇଁ ନେଇ ଆସୁଛି ବର୍ଷର ସବୁଠୁ ବଡ଼ ଖୁସି। ଏବଂ ଏହି ରାଶିର ବ୍ୟକ୍ତିମାନେ ହେବାକୁ ଯାଉଛନ୍ତି ଆଜିର ଦିନରେ ଅତ୍ୟନ୍ତ ମାଲାମାଲ। ତେବେ ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ମଧ୍ୟରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ପରିବର୍ତ୍ତନ ହୋଇଥାଏ, ଯାହାଫଳରେ ମଣିଷଙ୍କ ଜୀବନରେ ପଡ଼ିଥାଏ। କେତେବେଳେ ଗ୍ରହମାନଙ୍କ ମଧ୍ୟରେ ଶୁଭ ସଂଯୋଗ ହୋଇଥାଏ ତ କେତେବେଳେ ଅଶୁଭ ସଂଯୋଗ ମଧ୍ୟ ହୋଇଥାଏ। ତେବେ ଦର୍ଶକ ବନ୍ଧୁ, ଏହି ସୋମବାର ବହୁତ ବଡ଼ ଶୁଭ ଏବଂ ମହାସଂଯୋଗ ସୃଷ୍ଟି ହେବା ପାଇଁ ଯାଉଛି, ଯାହାର ଅତ୍ୟନ୍ତ ଶୁଭ ଫଳ କିଛି ରାଶିଙ୍କ ଉପରେ ପଡ଼ିବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଏହି ସୋମବାର ଭଗବାନ ଶିବଙ୍କ କୃପାରୁ କିଛି ରାଶିଙ୍କ ପାଇଁ କି ଅତ୍ୟନ୍ତ ଶୁଭଦାୟକ ଏବଂ ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ, ସେହି ରାଶିଙ୍କ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ହେଲେ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏ ନିଶ୍ଚିତ ଭାବରେ ଦେଖନ୍ତୁ, ଯାହାକି ଏହି ସୋମବାର ଅତ୍ୟନ୍ତ ଶୁଭ ଦିନ ଏବଂ ଶୁଭ ସଂଯୋଗ ମଧ୍ୟ ଆରମ୍ଭ ହେବା ପାଇଁ ଯାଉଛି, ଯାହାକି ଏହି ଦିନଠାରୁ କିଛି ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳାଇବା ପାଇଁ ଯାଉଛି ଏବଂ ଭଗବାନ ଭୋଳା ଶଙ୍କରଙ୍କର ମଧ୍ୟ ବିଶେଷ କୃପା ଦୃଷ୍ଟି ମଧ୍ୟ ରହିବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ, ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ଜାଣିବା ପାଇଁ ହେଲେ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏ ନିଶ୍ଚିତ ଭାବରେ ଦେଖନ୍ତୁ। ଏବଂ ସେହିପରି ଦର୍ଶକ ବନ୍ଧୁ, ଯଦି ଆପଣମାନେ ଏହି ଚ୍ୟାନେଲରେ ନ୍ୟୁ ଅଛନ୍ତି, ସର୍ବପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ପ୍ରଭୁ ଭୋଳା ଶଙ୍କରଙ୍କ ବିଶେଷ କୃପା ଦୃଷ୍ଟି କେଉଁ ରାଶିଙ୍କ ଉପରେ ଅଛି ଏବଂ ଏହି ଦିନରେ ଗ୍ରହ ନକ୍ଷତ୍ରଙ୍କର ଚଳାଚଳ ପରିବର୍ତ୍ତନ ହେତୁ କେଉଁ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଅତ୍ୟନ୍ତ ଶୁଭଦାୟକ ହେବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ସେହି ପ୍ରଥମ ଭାଗ୍ୟଶାଳୀ ରାଶିଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ, ପ୍ରଥମ ଭାଗ୍ୟଶାଳୀ ରାଶିଟା ହେଉଛନ୍ତି ଯାହାକି ମେଷ ରାଶି। ତେବେ ଦର୍ଶକ ବନ୍ଧୁ, ଏହି ରାଶିର ବ୍ୟକ୍ତିମାନଙ୍କର ସବୁ କାର୍ଯ୍ୟରେ ଅତ୍ୟନ୍ତ ସଫଳତା ମିଳିବ ଏବଂ ପୂର୍ବରୁ ବନ୍ଦ ପଡ଼ିଥିବା କାର୍ଯ୍ୟ ମଧ୍ୟ ପୁନଃ ଆରମ୍ଭ ହେବ ଏବଂ ସେହି କାର୍ଯ୍ୟରେ ମଧ୍ୟ ଆପଣମାନଙ୍କୁ ଅତ୍ୟନ୍ତ ସଫଳତା ମିଳିବ। ଏବଂ ସେହିପରି ଦର୍ଶକ ବନ୍ଧୁ, କୌଣସି ମିତ୍ର କିମ୍ବା ପରିବାର ସହିତ ବୁଲିବା ପାଇଁ ଯିବା ପାଇଁ ଆପଣମାନଙ୍କୁ ଅତ୍ୟନ୍ତ ଯୋଗ ରହିଛି ଏବଂ ଆପଣଙ୍କର ଆର୍ଥିକ କ୍ଷେତ୍ର ମଜବୁତ ହେବ। ଅଟକି ରହିଥିବା ଧନ ଅତି ସହଜରେ ମିଳିବ। ପରିବାର ସହିତ ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ମଧ୍ୟ ରହିବ। ଏହାଦ୍ୱାରା ଆପଣମାନଙ୍କର ପରିବାର ପ୍ରତି ଥିବା ଦାୟିତ୍ୱ ଅତି ସହଜରେ ତୁଲାଇବେ ଏବଂ ଆପଣମାନଙ୍କ ପରିବାରଙ୍କର ଅତ୍ୟନ୍ତ ସମର୍ଥନ ମଧ୍ୟ ଆପଣଙ୍କ ପ୍ରତି ରହିବ। ଏବଂ ଏହି ଦିନଠାରୁ ଆପଣମାନଙ୍କର ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଥିବାରୁ ଏବଂ ଭୋଳା ଶଙ୍କରଙ୍କର କୃପା ଦୃଷ୍ଟି ଥିବାରୁ ଆପଣମାନଙ୍କର ପଦ ଉନ୍ନତିରେ ମଧ୍ୟ ଅତ୍ୟନ୍ତ ଯୋଗ ରହିଛି। ଏବଂ ଏହି ରାଶିର ବ୍ୟକ୍ତିମାନଙ୍କର ଅତ୍ୟନ୍ତ ଶୁଭ ସମୟ ଥିବାରୁ ସମାଜରେ ମାନ ସମ୍ମାନ ମଧ୍ୟ ବୃଦ୍ଧି ହେବ ଏବଂ ଏହି ରାଶିର ବ୍ୟକ୍ତିମାନଙ୍କୁ ଆକସ୍ମିକ ଭାବରେ ଧନ ପ୍ରାପ୍ତିର ମଧ୍ୟ ଅତ୍ୟନ୍ତ ଯୋଗ ରହିଛି ଏବଂ ନିଜର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହେବ। ଏବଂ ଏହି ରାଶିର ବ୍ୟକ୍ତିମାନେ ଯେଉଁମାନେ କି ପ୍ରେମୀ ଯୁଗଳ ଅଛନ୍ତି, ତେବେ ଆପଣଙ୍କ ପାଇଁ କି ଦିନଟା ଅତ୍ୟନ୍ତ ଶୁଭଦାୟକ ହେବ, ଯାହାକି ଆପଣମାନଙ୍କର ପ୍ରେମ ସମ୍ପର୍କରେ ଅତ୍ୟନ୍ତ ମଧୁରତା ଆସିବ। ଏବଂ ଏହି ରାଶିର ବିଦ୍ୟାର୍ଥୀମାନଙ୍କ ପାଇଁକି ମଧ୍ୟ ଅତ୍ୟନ୍ତ ଶୁଭ ସମୟ, ଯାହାକି ବିଦ୍ୟାରେ ବହୁତ ଭଲ ମନ ଲାଗିବ ଏବଂ ଆସୁଥିବା ପ୍ରତ୍ୟେକଟି ଏକ୍ଜାମରେ ଅତ୍ୟନ୍ତ କୃତ ଲାଭ କରିବେ। ତେବେ ଦର୍ଶକ ବନ୍ଧୁ, ଯଦି ଆପଣଙ୍କର ଏହି ରାଶିଟା ହୋଇଥାଏ, ତେବେ ସହୃଦୟରେ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ସେ ଦ୍ୱିତୀୟ ଭାଗ୍ୟଶାଳୀ ରାଶିଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ, ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟା ହେଉଛନ୍ତି ଯାହାକି କନ୍ୟା ରାଶି। ତେବେ ଦର୍ଶକ ବନ୍ଧୁ, କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁକି ଭୋଳାନାଥଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ମିଳିବା ପାଇଁ ଯାଉଛି ଏବଂ ସେହିପରି ଦର୍ଶକ ବନ୍ଧୁ, ଆପଣମାନେ ଯେଉଁ ଜାଗାରେ କାର୍ଯ୍ୟ କରୁଛନ୍ତି ଆପଣମାନଙ୍କର ସହକର୍ମୀଙ୍କ ଠାରୁ ଅତ୍ୟନ୍ତ ପ୍ରଶଂସା ପାଇବାର ଯୋଗ ରହିଛି ଏବଂ ସମାଜରେ ଆପଣମାନଙ୍କର ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। ଏବଂ ଏହି ସମୟରୁ ଭଗବାନ ଭୋଳା ଶଙ୍କରଙ୍କ କୃପା ଥିବାରୁ ଆପଣମାନଙ୍କର ଖର୍ଚ୍ଚରେ ମଧ୍ୟ ଅତ୍ୟନ୍ତ ନିୟନ୍ତ୍ରଣ ଆସିବ ଏବଂ ଆପଣମାନଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅତ୍ୟନ୍ତ ବୃଦ୍ଧି ହେବ ଏବଂ ଭୋଳା ଶଙ୍କରଙ୍କ କୃପାରୁ ଆପଣମାନଙ୍କର ମନରେ ବିଶ୍ୱାସ ଏବଂ ଉତ୍ସାହ ମଧ୍ୟ ବଢ଼ିବ। ପ୍ରେମ ସମ୍ବନ୍ଧୀୟ ଆପଣମାନଙ୍କର ଅତ୍ୟନ୍ତ ମଧୁରତା ରହିବ ଏବଂ ଆପଣଙ୍କର ସମାଜ ପାଇଁକି ଶୁଭ କାର୍ଯ୍ୟ ମଧ୍ୟ କରିପାରନ୍ତି। ଏବଂ ଏହି ସୋମବାର ଠାରୁ ଆପଣଙ୍କ ପାଇଁକି ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଛି, ଯାହାକି ଆପଣମାନେ କୌଣସି
दूर स्थान भ्रमण जीवार अत्यंत जोग रही एवं यही दिन ठारू आपण मानकर अत्यंत शुभ समय आरंभ एवं भगवान भोला शंकर विशेष कृपा दृष्टि परिवार सुख समृद्धि भरी रही आपण मानकर प्रत्येक कार्य अत्यंत सफलता प्राप्ति हो। तेबे दर्शक बंधु जदि आपणकर यही राशिटा होता है तेबे श्रऋतु कमेंट बॉक्स रे हर हर महादेव लिखा बिल्कुल भी भूलें जहाँकि भगवान भोला शंकर आशीर्वाद सदा सर्वदा आपण एमती रही था एवं आपण भाग्य सदा सर्वदा एमती चमकु था। तेबे दर्शक बंधु एबे आसंतु जानिबा से तृतीय भाग्यशाली राशि विषय में। तेबे दर्शक बंधु तृतीय भाग्यशाली राशि होचंती जहाँकि तुला राशि। तेबे दर्शक बंधु यही राशि व्यक्ति मानकर विशेष भाव में एमानक जीवन में सबकि क्षेत्र में अत्यंत सफलता हासिल करने जाउछंती जहाँकि दर्शक बंधु यही समय भगवान भोला शंकर कृपारू एमानकर धन जनित समस्या संपूर्ण भाव में दूर होगापाई जाउची जहाँकि आपण मानकर धन मध्य प्राप्ति करिवे जीवन में थिबा समस्त समस्या सफलता हासिल करिवे एवं आपण मानक जीवन समस्या संपूर्ण भाव में दूर होगापाई जाउची परिवार रे अत्यंत सुखर समय काटिबे एवं यही राशि व्यक्ति मानकर अत्यंत शुभ समय आरंभ होइतिबारु आपण माने जदि यही समय कौन सी नूतन कार्य आरंभ करेंगे ता अत्यंत शुभदायक एवं आपणकर सही कार्य अत्यंत सफलता एवं आपण मानकर अत्यंत शुभ समय आरंभ होइतिबारु परिवार सुख समृद्धि भरी रहिबो एवं आपण मानकर समाज रे मान सम्मान प्रतिष्ठा हेबो एवं यही राशि व्यक्ति माने जो माने कि दीर्घ दिन होलानी बेरोजगार बुलुछंती तेबे आपनक पई कि अत्यंत शुभ समय आरंभ होची जाकि भगवान भोला शंकर विशेष कृपा दृष्टि आपण मानकु नूतन चाकरी मिलिबार अत्यंत जोग रही एवं सेहीपरि जदि आपण माने कोनोसी नूतन व्यवसाय मध्य आरंभ करंती तेबे आपनक पई कि अत्यंत शुभदायक हेबो एवं यही राशि व्यक्ति मानकर अत्यंत शुभ समय आरंभ होइतिबारु कौन सी दूर स्थान भ्रमण में जीवार अत्यंत जोग रही एवं यही राशि व्यक्ति मानू अचानक जानवाहन कि भूमि किणवार अत्यंत जोग अच्छी। तेबे दर्शक बंधु कही रखुच्छे आपण कि यही सोमवार ठारू अत्यंत शुभ समय आरंभ एवं भगवान भोला शंकर विशेष कृपा दृष्टि आपणकर यही समय समस्त कार्य अत्यंत सफलता हासिल करेंगे। तेबे दर्शक बंधु जदि आपणकर यही राशिटा होते तेबे श्रऋतु कमेंट बॉक्स रे हर हर महादेव लिखा बिल्कुल भी भूलें जहाँकि महादेवंकर कृपा सदा सर्वदा आपण एमती रही था एवं आपण भाग्य सदा सर्वदा एमती चमकु था। तेबे दर्शक बंधु एबे आसंतु जानिबा से चतुर्थ भाग्यशाली राशि विषय में। तेबे दर्शक बंधु चतुर्थ भाग्यशाली राशि होचंती जहाँकि मिथुन राशि। तेबे दर्शक बंधु यही राशि व्यक्ति मानक पई कि आसुथिबा समय खूब शुभदायक होगापाई जाउची जहाँकि आपण मानकर कर्म क्षेत्र में उच्च पदवी पाइबार अत्यंत जोग रही एवं यही राशि व्यक्ति मानक पई कि अत्यंत शुभ समय आरंभ होइतरु समस्त क्षेत्र में अत्यंत सफलता हासिल करेंगे एवं आपण मानकर जदि पूर्व कौन सी कार्य अटकी रही तेबे अत्यंत शीघ्र सही कार्य आरंभ होगापाई जाउची एवं सही कार्य आपण मानकर संपूर्ण भाव में सफल होगापाई जाउची एवं दर्शक बंधु आसंता काली ठारू सृष्टि हेबाकु जाउथिबा महादेवंक कृपारू जेउ कार्य आपण माने हाथ देबे सही कार्य अत्यंत सफलता हासिल करेंगे एवं आपण मानकर अत्यंत शुभ समय आरंभ होइतिबारु परिवार सुख समृद्धि भरी रहिबो एवं आपण मानकर एही समय दाम्पत्य जीवन में अत्यंत मधुरता हेबो एवं एही राशि व्यक्ति माने जो माने कि प्रेमी जुगल अछंती तेबे आपणक पई कि समयटी अत्यंत अनुकूल अटे जहाँकि आपण मानक संपर्क रे अत्यंत मधुरता आसीबो एवं एही राशि विद्यार्थी मानक पई कि मध्य समय अत्यंत शुभदायक जहाँकि आपण मानकर पाठ पढ़ारे बहुत भल मन लागिबो एवं आसुथिबा प्रत्येक एग्जाम रे अत्यंत कृत लाभ करिवे एवं एही राशि व्यक्ति माने जे माने कि बेपार वाणिज्य करछंती तेबे आपणक पई कि समय अत्यंत शुभदायक जहाँकि निजर बेपार वाणिज्य में बहुत भल अर्थ लाभ करेंगे एवं यही राशि व्यक्ति मानक अचानक धन प्राप्तिर अत्यंत जोग रही। तेबे दर्शक बंधु कही रखुच्छे आपणक पई कि दिनटी अत्यंत शुभदायक होगापाई जाउची एवं यही दिन ठारू आपणक पई कि अत्यंत शुभ समय आरंभ होची जहाँकि आपण मानकु निजर संतान मानक तरफ कौन एक खुशी खबर मिलबार अत्यंत जोग रही। तेबे दर्शक बंधु जदि आपणकर यही राशिटा होते तेबे श्रऋतु कमेंट बॉक्स रे हर हर महादेव लिखा बिल्कुल भी भूलें जहाँकि भगवान भोला शंकर विशेष कृपा दृष्टि सदा सर्वदा आपण एमती रही था। तेबे दर्शक बंधु एबे आसंतु जानिबा से पंचम भाग्यशाली राशि विषय में। तेबे दर्शक बंधु पंचम भाग्यशाली राशि होचंती जहाँकि कुंभ राशि।
ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ପ୍ରଭୁ ଭୋଳା ଶଙ୍କରଙ୍କର କୃପା ରହିବା ପାଇଁ ଯାଉଛି, ଯାହାକି ଆପଣମାନଙ୍କର ସମସ୍ତ କାର୍ଯ୍ୟରେ ଅତ୍ୟନ୍ତ ସଫଳତା ମିଳିବ ଏବଂ ଆପଣଙ୍କ ପାଇଁକି ଅତ୍ୟନ୍ତ ଖୁସିର ସମୟ ଆରମ୍ଭ ହେବା ପାଇଁ ଯାଉଛି, ଯାହାକି ଆପଣମାନଙ୍କୁ ଧନ ଲାଭ ହେବାର ଅତ୍ୟନ୍ତ ଯୋଗ ରହିଛି ଏବଂ ଆପଣମାନଙ୍କର ସମସ୍ତ ଚିନ୍ତା ଦୂର ହେବା ପାଇଁ ଯାଉଛି, ଯାହାକି ଦର୍ଶକ ବନ୍ଧୁ ଏହି ସୋମବାର ଠାରୁ ଆପଣଙ୍କ ପାଇଁକି ଅତ୍ୟନ୍ତ ଶୁଭ ରାଜଯୋଗ ସୃଷ୍ଟି ହେବା ପାଇଁ ଯାଉଛି ଏବଂ ବିଶେଷ ଭାବରେ ଭୋଳା ଶଙ୍କରଙ୍କର ମଧ୍ୟ କୃପା ଦୃଷ୍ଟି ରହିବା ପାଇଁ ଯାଉଛି, ଯାହାକି ଆପଣମାନଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଛି ଏବଂ ଆପଣମାନଙ୍କର ଆଗାମୀ ସମୟରେ ସମସ୍ତ ପ୍ରକାର ଦୁଃଖ ଦୁର୍ଦ୍ଦଶା ଦୂର ହେବା ପାଇଁ ଯାଉଛି, ଯାହାକି ଆପଣମାନେ ଅତ୍ୟନ୍ତ ସୁଖର ସମୟ କାଟିବା ପାଇଁ ଯାଉଛନ୍ତି। ତେବେ ଦର୍ଶକ ବନ୍ଧୁ ମହାଦେବଙ୍କର କୃପାରୁ ଆପଣଙ୍କ ପାଇଁକି ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଛି, ଯାହାକି ଏହି ସମୟରୁ ଆପଣମାନେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାର ମଧ୍ୟ ଅତ୍ୟନ୍ତ ଯୋଗ ରହିଛି, ଯାହାକି ଆପଣମାନଙ୍କର ସେହି ବ୍ୟବସାୟରେ ଅତ୍ୟନ୍ତ ଭାବରେ ଲାଭ ହେବାର ମଧ୍ୟ ଯୋଗ ରହିଛି ଏବଂ ଏହି ରାଶିର ବ୍ୟକ୍ତିମାନେ ଯେଉଁମାନେ କି ରାଜନୈତିକ କ୍ଷେତ୍ରରେ ଅଛନ୍ତି ତେବେ ଆପଣଙ୍କ ପାଇଁକି ସମୟଟି ଅତ୍ୟନ୍ତ ଶୁଭଦାୟକ ହେବା ପାଇଁ ଯାଉଛି, ଯାହାକି ଆପଣମାନଙ୍କର ରାଜନୈତିକ କ୍ଷେତ୍ରରେ ଅତ୍ୟନ୍ତ ସଫଳତା ହାସଲ କରିବେ ଏବଂ ଏହି ରାଶିର ବ୍ୟକ୍ତିମାନେ ଯେଉଁମାନେ କି ଚାକିରି କରିଛନ୍ତି ତେବେ ଆପଣଙ୍କ ପାଇଁକି ଅତ୍ୟନ୍ତ ଶୁଭ ସମୟ, ଯାହାକି ଆପଣମାନଙ୍କର ପଦ ଉନ୍ନତିର ଅତ୍ୟନ୍ତ ଯୋଗ ରହିଛି ଏବଂ ସେହିପରି ଆପଣମାନଙ୍କର ଦରମା ବୃଦ୍ଧି ହେବାର ମଧ୍ୟ ଅତ୍ୟନ୍ତ ସମ୍ଭାବନା ଅଛି ଏବଂ ଏହି ରାଶିର ବ୍ୟକ୍ତିମାନେ ଯେଉଁମାନେ କି ଦୀର୍ଘ ଦିନ ହେଲାଣି ବେରୋଜଗାର ବୁଲୁଥିଲେ ତେବେ ଆପଣଙ୍କ ପାଇଁକି ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଛି, ଯାହାକି ଆପଣମାନଙ୍କୁ ନିଜର ମନ ପସନ୍ଦର ଚାକିରି ପ୍ରାପ୍ତି ହେବାର ଅତ୍ୟନ୍ତ ଯୋଗ ରହିଛି ଏବଂ ସେହିପରି ଦର୍ଶକ ବନ୍ଧୁ ଆପଣମାନଙ୍କର ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଥିବାରୁ ନିଜର ପରିବାର କିମ୍ବା ନିଜର ବନ୍ଧୁମାନଙ୍କ ସହିତ କୌଣସି ଦୂର ସ୍ଥାନ ଭ୍ରମଣରେ ମଧ୍ୟ ଯିବାର ଅତ୍ୟନ୍ତ ଯୋଗ ଅଛି ଏବଂ ଏହି ରାଶିର ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ସମୟଟି ଅତ୍ୟନ୍ତ ଶୁଭଦାୟକ ହେବ ଏବଂ ଏହି ରାଶିର ବ୍ୟକ୍ତିମାନେ ଯେଉଁମାନେ କି ଦୀର୍ଘ ଦିନ ହେଲାଣି ଅବିବାହିତ ଅଛନ୍ତି ତେବେ ଆପଣଙ୍କ ପାଇଁକି ଏହି ସୋମବାର ଠାରୁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଛି, ଯାହାକି ଆଗାମୀ ସମୟରେ ଆପଣମାନଙ୍କର ଖୁବ୍ ଶୀଘ୍ର ବିବାହ ସ୍ଥିର ହେବା ପାଇଁ ଯାଉଛି ଏବଂ ଆପଣମାନଙ୍କର ମନପସନ୍ଦ ଜୀବନସାଥୀରେ ମଧ୍ୟ ମିଳିବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ କହି ରଖୁଛି ଯେ ଆପଣଙ୍କ ପାଇଁକି ଏହି ସୋମବାର ଠାରୁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଛି ଏବଂ ଭଗବାନ ଭୋଳା ଶଙ୍କରଙ୍କ ମଧ୍ୟ ବିଶେଷ କୃପା ଦୃଷ୍ଟି ଥିବାରୁ ଆପଣମାନଙ୍କର ସମସ୍ତ କ୍ଷେତ୍ରରେ ଅତ୍ୟନ୍ତ ସଫଳତା ପାଇବାର ଯୋଗ ରହିଛି। ତେବେ ଦର୍ଶକ ବନ୍ଧୁ ଯଦି ଆପଣଙ୍କର ଏହି ରାଶିଟି ହୋଇଥାଏ ତେବେ ହୃଦୟରେ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ ଏତେ ଥିଲେ ସେହି 5 ଭାଗ୍ୟଶାଳୀ ରାଶି ଯାହା ଉପରେ କି ଭଗବାନ ଭୋଳା ଶଙ୍କରଙ୍କର ବିଶେଷ କୃପା ଦୃଷ୍ଟି ରହିଛି ଏବଂ ଏହି ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେବା ପାଇଁ ଯାଉଛନ୍ତି। ତେବେ ଦର୍ଶକ ବନ୍ଧୁ ଯଦି ଆପଣମାନଙ୍କର ଏହି ରାଶିଙ୍କ ମଧ୍ୟରୁ ଯେକୌଣସି ରାଶି ଯାଇଥାଉ ତେବେ କମେଣ୍ଟ ବକ୍ସରେ ହର ହର ମହାଦେବ ଏବଂ ଓମ୍ ନମଃ ଶିବାୟ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ ଆଜିର ଭିଡ଼ିଓଟାକୁ ଏଇଠି ରଖୁଛି, ରହୁଛି, ନମସ୍କାର, ଜୟ ଜଗନ୍ନାଥ।